ଭାରତୀୟ ରାଜନୀତି ଭାରତର ସମ୍ବିଧାନ ହେଉଛି କେତେକ ମୌଳିକ ନୀତିର ସମାହାର ଯାହା ଅନୁଯାୟୀ ରାଜ୍ୟ ସଂଗଠନ ପରିଚାଳିତ ହୁଏ। ଏକ ସମ୍ବିଧାନ ଗଠନ କରିବାର ଚିନ୍ତାଧାରା ରାୟ ଦ୍ୱାରା ଦିଆଯାଇଥିଲା। ସମ୍ବିଧାନର ଉଦ୍ଦେଶ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ରକାରର ରାଜନୈତିକ ସଂସ୍କୃତିର ବିକାଶ କରିବା, ଯାହା ସମ୍ବିଧାନରେ ନିହିତ ମୂଲ୍ୟବୋଧ ଉପରେ ଆଧାରିତ ଏବଂ ସମ୍ବିଧାନ ଅଧୀନରେ ପ୍ରତିଷ୍ଠିତ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପରିଚାଳିତ। ଭାରତୀୟ ରାଜନୀତି କିମ୍ବା ସମ୍ବିଧାନର କେତେକ ବୈଶିଷ୍ଟ୍ୟ ପୂର୍ବବର୍ତ୍ତୀ ସମୟର ସାମ୍ବିଧାନିକ ବ୍ୟବସ୍ଥାର ସଂକ୍ଷିପ୍ତ ସମୀକ୍ଷା ଦ୍ୱାରା ଭଲ ଭାବେ ବୁଝା ପଡ଼ିବ। ଯେହେତୁ ଆଧୁନିକ ରାଜନୈତିକ ପ୍ରତିଷ୍ଠାନଗୁଡ଼ିକର ଉତ୍ପତ୍ତି ଏବଂ ବିକାଶ ମୁଖ୍ୟତଃ ବ୍ରିଟିଶ ଶାସନ କାଳରେ ଭାରତରେ ହୋଇଥିଲା, ଭାରତୀୟ ସମ୍ବିଧାନର ଉତ୍ପତ୍ତି ଏବଂ ବିକାଶର ଚେର ଭାରତୀୟ ଇତିହାସର ବ୍ରିଟିଶ କାଳରେ ରହିଛି। କମ୍ପାନୀ ଶାସନ 1773-1857। ବ୍ରିଟିଶ ଶାସନରେ କେତେକ ଏଭଳି ଘଟଣା ଘଟିଥିଲା ଯାହା ବ୍ରିଟିଶ ଭାରତରେ ସଂଗଠନ ଏବଂ ପ୍ରଶାସନ ପାଇଁ ଆଇନଗତ ରୂପରେଖ ପ୍ରସ୍ତୁତ କରିଥିଲା। ଏହି ଘଟଣାଗୁଡ଼ିକ ଆମର ସମ୍ବିଧାନ ଏବଂ ରାଜନୀତିକ ବହୁ ଭାବରେ ପ୍ରଭାବିତ କରିଛି। ସେଗୁଡ଼ିକ କାଳାନୁକ୍ରମେ କ୍ରମରେ ନିମ୍ନରେ ବ୍ୟାଖ୍ୟା କରାଯାଇଛି। ନିୟନ୍ତ୍ରଣ ଆଇନ ରେଗୁଲେଟିଂ ଆକ୍ଟ 1773 ବ୍ରିଟିଶ ସରକାରଙ୍କ ଦ୍ୱାରା ଇଷ୍ଟ ଇଣ୍ଡିଆ କମ୍ପାନୀର କାର୍ଯ୍ୟକଳାପକୁ ନିୟନ୍ତ୍ରଣ ଏବଂ ପରିଚାଳନା କରିବା ପାଇଁ ଏହା ବେଙ୍ଗଲୋରର ଗଭର୍ଣ୍ଣରଙ୍କୁ ବେଙ୍ଗଲୋରର ଗଭର୍ଣ୍ଣର ଜେନେରାଲ ଭାବେ ନାମିତ କଲା, ଯାହାଙ୍କର ମାନ୍ଦ୍ରାଜ, ବମ୍ବେ ଏବଂ କଲିକତାର ପ୍ରେସିଡେନ୍ସି ଉପରେ ଅଧିକାର ରହିଲା। ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ ୱାରେନ ହେଷ୍ଟିଙ୍ଗସ୍। କଲିକତାରେ ଏକ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା କରାଗଲା। ସର ଏଲିଜା ଇମ୍ପେ ପ୍ରଥମ ମୁଖ୍ୟ ବିଚାରପତି ଥିଲେ। ଏହି କମ୍ପାନୀର କର୍ମଚାରୀମାନଙ୍କୁ କୌଣସି ବ୍ୟକ୍ତିଗତ ବ୍ୟାପାରରେ ଜଡ଼ିତ ହେବା ଏବଂ ସ୍ଥାନୀୟ ଲୋକଙ୍କ ଠାରୁ ଉପହାର କିମ୍ବା ଲାଞ୍ଚ ଗ୍ରହଣ କରିବାକୁ ନିଷେଧ କରିଥିଲା। ପିଟ୍ସ ଇଣ୍ଡିଆନ ଆଇନ ଏଥିରେ 6 ଜଣ ସଦସ୍ୟ ବିଶିଷ୍ଟ ଏକ ନିୟନ୍ତ୍ରଣ ବୋର୍ଡ ବ୍ୟବସ୍ଥା କରାଯାଇଥିଲା, 2 ଜଣ ବ୍ରିଟିଶ କ୍ୟାବିନେଟରୁ ଏବଂ ଅବଶିଷ୍ଟ ପ୍ରିଭି କାଉନସିଲରୁ। ଭାରତରେ କମ୍ପାନୀର କାର୍ଯ୍ୟକଳାପକୁ ମାର୍ଗଦର୍ଶନ ଏବଂ ତଦାରଖ କରିବା ପାଇଁ ବୋର୍ଡ ଗଠନ କରାଯାଇଥିଲା। ନିର୍ଦ୍ଦେଶକ ମଣ୍ଡଳୀ କେବଳ ବାଣିଜ୍ୟ ଏବଂ ବ୍ୟବସାୟ ସମ୍ବନ୍ଧୀୟ ବିଷୟଗୁଡ଼ିକର ପରିଚାଳନା ମଧ୍ୟରେ ସୀମିତ ଥିଲା। ଚାର୍ଟର ଆଇନ 1793 ନିୟନ୍ତ୍ରଣ ବୋର୍ଡର କର୍ମଚାରୀ ଏବଂ ସଦସ୍ୟମାନଙ୍କ ଦରମା ଭାରତୀୟ ରାଜସ୍ୱରୁ ପ୍ରଦାନ କରାଯିବାକୁ ସ୍ଥିର ହେଲା। ଚାର୍ଟର ଆଇନ 1813 ଭାରତ ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀର ବାଣିଜ୍ୟିକ ଏକଛତ୍ରବାଦର ଅନ୍ତ ଘଟାଇଲା ଏବଂ ଭାରତରେ ଶିକ୍ଷା ପାଇଁ 1,00,000 ଟଙ୍କାର ଅନୁଦାନ ପ୍ରଦାନ କଲା। ଚୀନ ସହିତ ବାଣିଜ୍ୟ ଏବଂ ଚା ବାଣିଜ୍ୟରେ କମ୍ପାନୀର ଏକଛତ୍ରବାଦ ଅକ୍ଷୁଣ୍ଣ ରହିଲା। ଚାର୍ଟର ଆଇନ 1833 କ୍ଷମତାର କେନ୍ଦ୍ରୀକରଣ ଆରମ୍ଭ ହେଲା। ବେଙ୍ଗଲୋର ଗଭର୍ଣ୍ଣର ଜେନେରାଲଙ୍କୁ ଭାରତର ଗଭର୍ଣ୍ଣର ଜେନେରାଲ ଭାବେ ନିଯୁକ୍ତି କରାଗଲା। ପ୍ରଥମେ ଏଭଳି ଗଭର୍ଣ୍ଣର ଥିଲେ ଲର୍ଡ ୱିଲିୟମ ବେଣ୍ଟିକ।